ବହୁତ ଗୁଡ଼ିଏ କାମ ଥିଲେ ନା ଫ୍ରେଣ୍ଡ, ସେମିତି ଥକି ଗଲେ ମୁଁ ଏମିତି ଗୋଟେ ତରକାରୀ କରିଦିଏ ଯୋଉଥିରେ କି ପୁରା ଲଞ୍ଚ ଆମର ଚଳିଯାଏ। ଆଉ ସେକେଣ୍ଡ କରିବାକୁ ପେସେନ୍ସ ବି ନଥାଏ। ତ ଫ୍ରେଣ୍ଡସ୍ ଚାଲନ୍ତୁ ଦେଖି ନେବା ଆଜି କ'ଣ ରେସିପି କରୁଛି। ତ ସେଥିପାଇଁ ଫ୍ରେଣ୍ଡସ୍ ଏମିତି ଦେଖିଲି ମୁଁ ଫ୍ରିଜରେ ଥିଲା ବଟନ୍ ଛତୁ, ତ ତାକୁ ଏମିତି ଗୋଟା ଆଜି ରେସିପି କରିବା। ଏଥିରେ ମୁଁ କ'ଣ ମସଲା ଦେଇଛି ଆଉ କି ଟାଇପ୍ର ବନେଇଛି, ଯୋଉଥିରେ କି ମୋର ଗୋଟେ ରେସିପିରେ ଲଞ୍ଚ ରେସିପି ମୋର ହେଇଗଲା, ମୋତେ ଆଉ ଏକ୍ସଟ୍ରା ବନେଇବାକୁ ପଡ଼ିଲାନି। ଏବେ ଫ୍ରେଣ୍ଡସ୍ ଯୋଉ ଥିଲା ବଟନ୍ ଛତୁ ତାକୁ ଭଲ ଭାବରେ ମୁଁ ଦୁଇଥର କରିକିରି ଧୋଇ ନେଲି। ତାପରେ ଏଠି କ'ଣ କରିବା, ସେଇ ବଟନ୍ ଛତୁକୁ ସବୁ ଥାଳି ଗୋଟେ ନେଇକରି ତାକୁ ଏମିତି ଯୋଉ ଡେମ୍ଫଟା ଥାଏ ନା ତାକୁ ଟିକେ ଏମିତି ଖାଲି କଟ୍ ଲଗେଇଦେବା, ନହେଲେ ନାହିଁ ଏମିତି ଦିଫାଳି ବି କରିପାରିବେ। ଆଉ ଯଦି ଛୋଟ ସାଇଜ୍ ଅଛି ହେଲେ ଖାଲି ଡେମ୍ଫକୁ କୋଟିଂ କରିଦେବେ। ତ ଏହିପରି ଫ୍ରେଣ୍ଡସ୍ ମୁଁ ଯେତିକି ଛତୁ ଥିଲା ଏମିତି 2 ଜଣ 3 ଜଣ ପାଇଁ ତ ଯଥେଷ୍ଟ। ତ ସେଥିପାଇଁ ମୁଁ ଏଇ ଛତୁଟି ହିଁ କରିଦେଲି, ଆଉ ଅଲଗା ଏମିତି ରୋଷେଇ କରିବାକୁ ବି ପାଖରେ ସମୟ ନଥିଲା। ଏବେ ଏଥିରେ ମିଶାଇ ଦେଲି ମୁଁ ଫ୍ରେଣ୍ଡସ୍ କର୍ଣ୍ଣଫ୍ଲୋର୍, 2 ଚାମଚ କର୍ଣ୍ଣଫ୍ଲୋର୍ ଦେଇଦେଇଛି। ୟା ପରେ ଦେଇଦେବା ଟିକେ ହଳଦୀ ପାଉଡ଼ର ଆଉ ଟିକେ ଲଙ୍କା ପାଉଡ଼ର, ତାକୁ ଦେଇକରି ଟିକେ ଭଲରେ ଗୋଳେଇଦେବା। ୟା ସହିତ ଅଳ୍ପ ଟିକେ ଅଧା ଚାମଚରୁ କମ୍ ଟିକେ ନାକୁ ଲୁଣ ଦେଇଦେବା। କାହିଁକି ଏମିତି ଲୁଣ ଟିକେ ଆଗୁଆ ଦେଇଦେଲେ ନା ସେ ଭଲ ଫ୍ରାଏ ହେଲା ବେଳେ ତା ସହିତ ମିଶିବ। ଆଉ ଛତୁରୁ ଯେତିକି ପାଣି ବାହାରିବ, ଯୋଉ କର୍ଣ୍ଣଫ୍ଲୋର୍ ଆମେ ଦେଇଛେ ନା ତା ବି ଅବଜର୍ଭ କରିନେବା, ବେଶୀ ଆପଣଙ୍କର ଛତୁରୁ ପାଣି ବାହାରିବନି। ସେଥିପାଇଁ ଏମିତି ଭଲ ଭାବରେ ତାକୁ ମ୍ୟାରିନେଟ୍ କରିଦେବା। ଏଠି ଚାହିଁଲେ ଆପଣ ଦହି କିମ୍ବା ଟମାଟର ପ୍ୟୁରି ବି ଆଡ଼୍ କରିପାରିବେ, କିନ୍ତୁ ଟମାଟର ପ୍ୟୁରି ବା ଦହି ଦେଇଦେଲେ ଏବେ ଆହୁରି ବେଶୀ ପାଣିଆ ହେଇଯିବ। ଅଳ୍ପ ଟିକେ ତେଲ ଦେଇକରି ଏବେ ତାକୁ ଆମେ ଫ୍ରାଏ କରିଦେବା। ଆଞ୍ଚକୁ ଫୁଲ୍ କରିଦେବେ, କାହିଁକି ଛତୁ ନିଜ ଯାହା ହେଲେ ବି ଟିକେ ପାଣି ବାହାରିବ। ତ ସେଥିପାଇଁ ଆଞ୍ଚକୁ ଫୁଲ୍ କରିକରି ଏଠି ଆମେ ତାକୁ ଭଲ ଭାବରେ ଫ୍ରାଏ କରିନେବା। ତ ଏବେ ଫ୍ରେଣ୍ଡସ୍ ଦେଖନ୍ତୁ, ତାକୁ ଏହିପରି ମୁଁ ଏପଟ ସେପଟ କରି ତାକୁ ଲଗାତାର ଏମିତି ଭାଜି ନେଇଛି। ଯେ ପର୍ଯ୍ୟନ୍ତ ପାଣି ନ ବାହାରିଛି ଆପଣ ଏମିତି ଟିକେ ଭାଜି ନେବେ, ନହେଲେ ନାହିଁ ଛାଡ଼ିଦେଲେ ପୋଡ଼ିଯିବ, ଆଉ ପୋଡ଼ିଲେ ପୋଡ଼ା ପୋଡ଼ା ସ୍ମେଲ୍ ଆସିବ। ତରକାରୀରେ ବା ରେସିପିର ଏକଦମ ଟେଷ୍ଟ ଖରାପ ହେଇଯିବ। ଏବେ ଦେଖନ୍ତୁ ଟିକେ ଟିକେ ପାଣି ଛାଡ଼ିବାକୁ ଲାଗିଲାଣି। ତାପରେ ଏମିତି ଆମ କିଛି ସମୟ ଛାଡ଼ି ଦେଇକରି ତାକୁ ଏଠି ମୁଁ ଫ୍ରେଣ୍ଡସ୍ 2ଟା ନେଇଯାଇଥିଲି ସିଝା ଆଳୁ, ଏମିତି ଆଳୁ ସିଝେଇ ଦେଇଥିଲି, ଭାତରେ ପକେଇ ଦେଇଥିଲି। ସେଇ ସିଝା ଆଳୁକୁ ଫ୍ରେଣ୍ଡସ୍ ଏଇଥିରେ ଦେଇଦେଲା। ସେ ଏମିତି ଟିକେ ଯୋଉ ଆମର ବଟନ୍ ଛତୁଟା ଏତେ ତାର ଯୋଉ ତରକାରୀଟା କଲେ ନା ପୁରା ଟିକେ ବେଶୀ ଯଦି ହେଭି ମସଲା ଦେବେ ତ ଠିକ୍, ନହେଲେ ନାହିଁ ପାଣିଚିଆ ଲାଗେ। ସେଥିପାଇଁ ସିଝା ଆଳୁ ଦେଲେ ତା ଠିକ୍ କରିନେବ। ୟା ଭିତରେ ପିଆଜ ରସୁଣ ଅଦା ଆଉ ଟିକେ ନାକୁ ମୁଁ ନେଇଯାଇଛି ଗୋଟେ ଟମାଟର, ତାକୁ ଏମିତି ପେଷ୍ଟ ବନେଇ ତାକୁ ବାଟି କରିଦେବା। ଦେଖନ୍ତୁ ବାଟିକି ନେଇ ଆସିଲି। ଏପଟେ ଆମର ଛତୁ ଆଉ ଯୋଉ ଆଳୁ ଭାଜିଥିଲେ ତା ହେଇ ଆସିଲାଣି, ଛତୁ ଗୁଡ଼ିକ ତ ଅବଶ୍ୟ ହେଇଗଲାଣି। ତାକୁ ବାହାର କରିଦେବା। ଆଉ ଯୋଉ ଆଳୁକୁ ଅଛି ନା ତା ଫ୍ରେଣ୍ଡସ୍ ତାକୁ ଆଉ ଟିକେ ହଳଦିଆ ହଳଦିଆ ଖାଉଛି, ଆଉ ଟିକେ ନାକୁ ଲାଳ ହେଲା ପର୍ଯ୍ୟନ୍ତ ଭାଜି ନେବା। ଏମିତି ସିଝା ଆଳୁଟାକୁ ରାନ୍ଧିବେ ନା ଦେଖିବେ ଏଇ ବଟନ୍ ଛତୁ ସହିତ ବହୁତ ଭଲ ଲାଗିବ। ଯେମିତି ବାରରେ ବି ଯେମିତି ଗୁରୁବାର ହେଲା, ସୋମବାର କେହି ଗେଷ୍ଟ ବେଷ୍ଟ ବି ଆସିଲେ ଆପଣମାନେ କ'ଣ କରିବେ କ'ଣ ନାହିଁ ଚିନ୍ତା କରୁଥିବେ, ତ ଏମିତି ବି ଆପଣମାନେ ଏମିତି ଗୋଟା ଛତୁ ବନେଇକି ବି ଦେଇପାରିବେ, ଯୋଉଟାକି ଚିକେନ୍ ମଟନ୍କୁ ବି ଭାରି ପଡ଼ିଯିବ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଏବେ ସବୁ ଆଳୁ ଆଉ ବଟନ୍ ଛତୁ ମୁଁ ଯେତିକି ଥିଲା ବାହାର କରିଦେଲି। ତାପରେ ସେଇ କଢ଼େଇରେ ପୁଣି ଆଉ ଟିକେ ତେଲ ଦେଇଦେଇଛି, ଯେମିତି ଲଗଭଗ 2 ପଳା। ବେଶୀ ଅଧିକା ତେଲ ଏବେ ଦିଆହେଉନି ଫ୍ରେଣ୍ଡସ୍, ଖରାଦିନ ବେଶୀ ତେଲ ଖାଇଲେ ବି ପେଟ ଖରାପ କରିବ। ଏଠି ଦେଖନ୍ତୁ ଏଇଠି ହେଉଛି ଜାଇତ୍ରୀକୁ ଏମିତି ଆପଣ ଖଣ୍ଡେ ସେଇ ଗରମ ତେଲରେ ପକେଇଦେବେ, ଟିକେ ଗୁଣ୍ଡ କରିଦେବେ। ଏମିତି ହାତରେ ତ ଏବେ ଖରାଦିନ ପୁରା ମଡ଼ମଡ଼ କରୁଥାଏ। ତା ସହିତ ଦେଇଦେବା ଗୋଟେ ତେଜପତ୍ର। ଯୋଉ ତେଲରେ ଜାଇତ୍ରୀଟା ପଡ଼ିବ ନା ଫ୍ରେଣ୍ଡସ୍, ଖଣ୍ଡ ଅଞ୍ଚଳ ପୁରା ବାସିଯିବ, ପୁରା ମଟନ୍ ଚିକେନ୍ ପରି। ସେଥିପାଇଁ ପ୍ରଥମେ ତେଲରେ ହିଁ ସେଇଟାକୁ ଦେଇଦେବା। ତାପରେ ଏଠି ଗୋଟେ ବଡ଼ ମିଡ଼ିୟମ୍ ପିଆଜକୁ ଛୋଟ ଛୋଟ କଟିଂ କରି ଏଠି ଦେଇଦେଇଛି। ଏବେ ଫ୍ରେଣ୍ଡସ୍ ଯୋଉ ମସଲାକୁ ଆମେ ବାଟିଥିଲେ ସେଇ ମସଲାକୁ ଆମେ ଏଠି ଦେଇଦେବା। ମସଲା ଦେଇଦେଲା ପରେ ଫ୍ରେଣ୍ଡସ୍ ଏଥିରେ ଗୋଟେ ପିଞ୍ଚ ଆମେ ହଳଦୀ ଦେଇଦେବା। ଯେତିକି ହଳଦୀ ଆପଣଙ୍କର ଦରକାର ରେସିପିରେ, ତାକୁ ଲଗାତାର ଏମିତି ଟିକେ ଚଲେଇବା। 2ରୁ 3 ମିନିଟ୍ ଏମିତି ପୁରା ଟିକେ ଭାଜି ହେଇଗଲା ପର୍ଯ୍ୟନ୍ତ, ଆଉ ହଳଦୀ ମସଲା ମିଶିଗଲା ପର୍ଯ୍ୟନ୍ତ ତାକୁ ଭାଜିବା, ଯେମିତିକି 2-3 ଫୁଟଣ ଫୁଟିଯିବ। ତ ଏମିତି ଦେଖନ୍ତୁ ଟିକେ ମରିଲା ପରେ ତାପରେ ଆମେ ଅଲଗା ମସଲା ଆଡ଼୍ କରିବା।
प्रथम जेकोसी मसला जदि आपण सब जो गुंड मसला था ऐड करदे देखिए से तरकारी टेस्ट पूरा खराब हो बिल्कुल माने स्वादहीन टाइप गोटे लगे से आपड़ जिते बड़े गुंड मसला यूज कर मसला अधा 3 पा कषे गला दिंतु एबे फ्रेंड्स मुझे दे किचन किंग मसला गोटे चामच आउ गोटे चामच धनिया पाउडर आधा चामच दे जीरा पाउडर तापर एठी दे लंका पाउडर आधा चामच एठी देदेला परे एबे फ्रेंड्स एठी ताको भल भाव आम मिसई देवा तो एमती पानी पानी टिके थिबो माने मसलार पानी थिबो कड़े रे एई समय रे आमे दबा गुंड मसला हेले देखंतु गुंड मसला देला परे सांग सांग केमती सुखी गला आ जदि एमती सुखा थिबो सेथिरे गुंड मसला दे देबे हेले बिल्कुल माने मसलाटा भाजी हबनी पोड़ी हो हाँ जदि मसला ये आम जेहेतु कम तेल देचे तो से आम कौन करवा ये मसला भाजला बेले जदि सुखा सुखा लगुवा मसला लगी जाऊँ आपड़ बाटी धोईक ग्राइंडर बाटी से अल्प टिके पानी आधा चामच जमी माने बड़ चामच छोट चामच 2-4 चामच पानी जमी देदेवे आ जदि आपंकर तेल अधिका दौरान तो ये आराम से भाजी हो एबे या परे मसला कषे आसला मोर एमती गुंडा मसला को तो बहुत समय कषिया को पड़ेनी अलरेडी मुझे 4-5 मिनट कषे नहीं आमर जो पियाज रसुण अदा और टमाटर जो थिला पेस्ट एबे फ्रेंड्स देखंतु चारिपटू मसला छड़े करी आमे जेतिकी पानी दरकार एठी तरकारी पई बा सेठी देई देबा देई देला परे एबे फ्रेंड्स कोन करबा जो छतु आउ भाजी के रखिथिले आमे आलू ताकू एठी देई देबा प्लेट रे जो तेल लागिथिला ताकू भी अल्प टिके पानी देई करी ताकू भी धोई करी एठी देई देबा तो फ्रेंड्स छतु रे लूण एठी मसला रे तो आमे लूण देइने छतु जेतेले फ्राई करला बेले सेई जो लूण आमे देइथिले सेतिकी तो सेई अनुसार टिके जेतिकी क्वांटिटी आपनका तरकारी अछि बा रेसिपी अछि सेई अनुसार अल्प टिके लूण करके देबे जेहेतु आमे जो आधा लूण देइथिले सेतिर अल्प छतु अब्जर्व करनिथिबा आ आधा निश्चित झोल रे मिसी जीवो तेणु से अनुसार कम टिके आमे लूण देदेबा एबे देखंतु तो फ्रेंड्स एतिकी मु पानी देछि आपनकर अधिका झोल दरकार थिले आपन नै जिवे एठी लूण पके सारिया परे गैस को एठो मीडियम कर दबा बेसी हाई फ्लेम रे रखिबेनी मसला कसे परे एमती मीडियम करी करी रखिले तेलटा उड़ेनी अधिका हाई फ्लेम कर देबे तेल सब उड़ी करी ढांकुणी रे लागि जिवो सेति पई मीडियम आंच को मीडियम किबा लो करके रखंतु एबे फ्रेंड्स देखंतु फाइनली हमरा तरकारीटा हो गला 2-3 मिनट फुटेबा परे तापरे फ्रेंड्स एठी जदि आपण चाहिए धनिया पाउडर दे पारिबे सॉरी धनिया पत्र किंबा कस्तूरी मेथी भी दे पारिबे तो मु से सब किछि ऐड करनी खाली जस्ट एठी दे दिछि गरम मसला गुंड जोटा कि फ्रेंड्स मु एमते घरे बनै के रखि दे था तो यार स्मेल टा टिके भलो आसे जो रेडीमेड वाला ना से कुंडा कुंडा टाइप रे लागे बिल्कुल टेस्ट भी आसे ना तो एमिति फ्रेंड्स देखंतु यार जो स्मेल टा ना बहुत बढ़िया आसीबो आपण माने देखिबे घरे बनथिबो ना ओडिसा पडिसा सब नाक पूरा बासी जाउथबो से मानकर तो एमिति देखंतु फाइनली मोर रेसिपी रेडी हे गला एबे चलंतु आमे सर्व करिया देखिया कोन केमिति हमरा रेसिपी हेछि खायो को बहुत बढ़िया टेस्ट हेतिला फ्रेंड्स जेतेले बनेबे ना ए तरीका रे बनेबे चिकन मटन को भी आपनकर भारी कर दबा ए रेसिपी आ एमिति गोटा बनेबे बहुत सुंदर भी देखा जिवो एमिति गेस्ट आसिले 12 रे आपन माने देई परिबे त रहली फ्रेंड्स जदि वीडियो गुडी को भल लागुची आ एमिति मत